କଷ୍ଟ ଚାଉଳ ନାହିଁ, ଚାଉଳ 5 କିଲୋ ଦଉଥିଲେ କାଟିଦେଲେ, ଆଉ ଚାଉଳ ନାହିଁ, ମାଗି ମୁକି ଯାହା ଯେମିତି ଚଳୁ। ସତରେ କ'ଣ ନୂତନ ସରକାର ଆସିଲା ପରେ ଗରିବ ଲୋକଙ୍କ ଦୁଃଖ କମିଛି? ସରକାରୀ ଭାରପ୍ରାପ୍ତ ଅଧିକାରୀମାନେ ସତରେ କ'ଣ ଲୋକଙ୍କ ଅସୁବିଧାରେ ସାହାଯ୍ୟ କରୁଛନ୍ତି? ସରକାର ଯେଉଁ ଯୋଜନା ଉପରେ ଯୋଜନା କରୁଛନ୍ତି ତାର ସଠିକ୍ ଲାଭ କିଏ ଉଠାଉଛନ୍ତି? ଆପଣ ମଧ୍ୟ ଭାବୁଥିବେ ନା, ଆମେ ଆଜି ଏତେ ସାରା ପ୍ରଶ୍ନ କାହିଁକି ପଚାରୁଛୁ? ଆଜ୍ଞା, ଏକ ହୃଦୟ ବିଦାରକ ଦୃଶ୍ୟ ଆମେ ଆପଣଙ୍କ ଆଗକୁ ଆଜି ଆଣିବାକୁ ଯାଉଛୁ। ଦେଖନ୍ତୁ, ସରକାରଙ୍କ ସାହାଯ୍ୟ ଲୋକଙ୍କ ପାଖରେ କେତେ ଦୂର ପହଞ୍ଚିଛି। ଆମେ ଆଜି ଆସି ପହଞ୍ଚିଥିଲୁ ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅଧୀନ କେଦାରପୁର ଗ୍ରାମ ପଞ୍ଚାୟତର ଶଙ୍କରପୁର ଠାରେ, ଯେଉଁଠାରେ ଏକ ଅତି ଗରିବ ପରିବାରଟିଏ ରହୁଛନ୍ତି। ପରିବାର କହିଲେ ଜଣେ ବୃଦ୍ଧ ବ୍ୟକ୍ତି ଯାହାଙ୍କ ବୟସ ପ୍ରାୟ 85 ଏବଂ ତାଙ୍କର ଧର୍ମପତ୍ନୀ। ବୃଦ୍ଧ ଜଣକ ଆଜିକାଲି ଆଉ କାହାକୁ ଚିହ୍ନି ପାରୁନାହାନ୍ତି, ହୁଏତ ତାଙ୍କୁ ଦେଖାଯାଉନାହିଁ କିମ୍ବା ଜାଣିପାରୁନାହାନ୍ତି। ସରକାରୀ ସହାୟତା ବାବଦକୁ ଯେଉଁ ଚାଉଳ ଗଣ୍ଡିଏ ମିଳୁଥିଲା ସେ ବି କିଛି ଦିନ ହେବ କଟିଯାଇଛି। ସରକାର ଯେଉଁ 80 ବର୍ଷରୁ ଅଧିକ ଲୋକଙ୍କୁ 3500 ଟଙ୍କା ଭତ୍ତା ଲାଗୁ କରିଛନ୍ତି ତାହା ମଧ୍ୟ ମିଳିନାହିଁ ଏପର୍ଯ୍ୟନ୍ତ। ଆଜ୍ଞା, ଏଠି କଥାକୁ କ'ଣ କହିବା, କଥାରେ ଅଛି ତେଲିଆ ମୁଣ୍ଡରେ ତେଲ। ଠିକ୍ ସେମିତି ଯିଏ ଯାଇ ଆସିପାରିଲା ତାଙ୍କର ସବୁ ଯୋଜନା, ଆଉ ଏପରି ଅସହାୟ ବୃଦ୍ଧ ସେମାନଙ୍କ କଥାକୁ କିଏ ବା ପଚାରେ? କିଛି ଦିନ ହେବ ସେ ରହୁଥିବା ମାଟି ଘରଟି ମଧ୍ୟ ଭାଙ୍ଗି ଯାଇଛି, ଆଉ ସ୍ଥାନୀୟ ସରପଞ୍ଚ, ଗାଁ ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସହାୟତା କ୍ରମେ ଘର ଖଣ୍ଡେ ରହିବା ପାଇଁ କରାଇ ଦିଆଯାଇଛି। କଥା ଉଠୁଛି, ଏମିତି କେତେ ଦିନ ଏମାନେ ମାଗି ଯାଚିକି ଚଳିବେ? କେବେ ସରକାରୀ ବାବୁମାନେ ଏମାନଙ୍କ ଭଳି ଲୋକଙ୍କ ବିଭିନ୍ନ ଯୋଜନାରୁ ନାମ ହଟାଇବା ବନ୍ଦ କରିବେ? କେବେ ପ୍ରଶାସନ ଏଥିପ୍ରତି ନଜର ଦେବେ? ବସନ୍ତ ସେନାପତି। କେତେ ବର୍ଷ ଆପଣଙ୍କୁ ହେଲାଣି? 85 86 ହେଇଗଲାଣି। ଆପଣ ଏଇଭଳି ଅବସ୍ଥାରେ କେତେ ଦିନ ହେଲା ଚଳୁଛନ୍ତି? ଏଇଟା 3 ବର୍ଷ ହେଇଗଲା। ଚାଲି ପାରୁଛନ୍ତି ଠିକ୍? ନା ବା, ଗୁଡ଼ ଭାଙ୍ଗି ଯାଇଛି, ଏଇ ସରୁଛି। କେମିତି କ'ଣ ଆପଣ ଚଳୁଛନ୍ତି? ବହୁତ କଷ୍ଟ, ଦୁଃଖର, ବହୁତ ଦୁଃଖ। ଆପଣଙ୍କୁ ସରକାରୀ ସହାୟତା କିଛି ମିଳିଛି? ନା, ଭତ୍ତା ମିଳିଛି ଆପଣଙ୍କୁ? ଭତ୍ତା ମିଳୁଛି, କେତେ ଟଙ୍କା? 1200 ପାଉଛି। ଏଇବେଳେ କ'ଣ ବଢ଼ିଛି ବୋଲି କହୁଛନ୍ତି, କ'ଣ ମିଳିବ? ବଢିଛି କିନ୍ତୁ ଆପଣ ପାଇନାହାନ୍ତି? ନା, ଆଉ ଘରେ କିଏ କିଏ ଅଛନ୍ତି? କେହି ନାହାନ୍ତି। ଆପଣ କେବଳ 2 ଜଣ? କେମିତି କ'ଣ ରୋଷେଇବାସ କରି ଖାଉଛନ୍ତି? ସେଇ ରୋଷେଇ ଗଣ୍ଡା କରିଦଉଛି, ଖାଉଛି ଆଉ। ଆଚ୍ଛା, ମାଉସୀଙ୍କ ପାଖକୁ ଯିବା। ମାଉସୀ କ'ଣ କହୁଛନ୍ତି? ମାଉସୀ, କେମିତି ଆପଣ ଚଳୁଛନ୍ତି? ସେମିତି ଚଳୁଛୁ ଆଉ। 2 ଜଣ ଆପଣ ଫ୍ୟାମିଲିରେ ସରକାରୀ ସହାୟତାରୁ ଆପଣ ଚଳୁଛନ୍ତି ନା କିଛି ନା। ଆପଣଙ୍କର ଆଉ କିଏ ଅଛନ୍ତି ସହାୟତା କଲା? ଆମ ଝିଅ ଦେଇଥିନି, ବାହା କରେଇଥିନି। ଆଜ୍ଞା, ଆମ ଗୁଇଁ ଆସିକି ସେଇ ସାହାଯ୍ୟ ମାହାଯ୍ୟ କେତେ ଟିକେ କରୁଛି ଆଉ। କ'ଣ କହିବେ ଆପଣ? ସରକାରଙ୍କୁ କ'ଣ ନିବେଦନ କରିବା ପାଇଁ ଚାହିଁବେ? କ'ଣ ଖାଇଦେ ସୁବିଧା ଟିକେ ଚଳିମି ଆଉ କ'ଣ। କ'ଣ ଆପଣଙ୍କୁ ମିଳୁଛି? ଚାଉଳ ମିଳୁଛି ସରକାରୀ ତରଫରୁ? ସରକାର ତରଫରୁ 5 କିଲୋ ଚାଉଳ ଆମକୁ ମିଳୁଛି। ମଉସା କହିବା ତାଙ୍କ ଚାଉଳ କଟି ଯାଇଛି। କେମିତି କଟିଲା ଚାଉଳ? କେମିତି କଟିଲା କିଏ ଜାଣିଛି? 5 କିଲୋ ଚାଉଳରେ ଆପଣଙ୍କର ନା, ଗୁଜାରଣ କଟିବା ନା, ପାଇଁ ଆପଣ? କିଣା ହଉଛି ଆମ ଚାଷରେ। ଆଜ୍ଞା, ଆପଣ କେତେ କିଲୋ ଚାଉଳ ଆପଣ କିଣୁଛନ୍ତି? ଆମର କିଣୁଛୁ 30 କିଲୋ ଲେଖା କିଣା ହଉଛି ଆଉ। ଆଶା କରୁଛୁ ଏ ଭିଡିଓଟି ମାଧ୍ୟମରେ ପ୍ରଶାସନ ନିଶ୍ଚିତ ଭାବେ ସାହାଯ୍ୟର ହାତ ବଢ଼ାଇବ।